ଏହି ଭିଡ଼ିଓ ଦେଖିଲା ପରେ ଆପଣଙ୍କୁ ବି ଇଚ୍ଛା ହେବ କାଜିରଙ୍ଗା ବୁଲିବା ପାଇଁ। ଆଜି ଥିଲା ଆମ ଆସାମ ମେଘାଳୟ ଟ୍ରିପ୍ର ସେକେଣ୍ଡ ଡେ। ସକାଳ 5ଟାରୁ ଏଲିଫେଣ୍ଟ ସଫାରି ଥିଲା। ଏତେ ଶୀତରେ ମୋ ନିନ୍ ପଗଲୁ ୱାଇଫ୍କୁ 4ଟାରୁ ଉଠାଇ ବହୁତ କଷ୍ଟରେ ରେଡ଼ି କରେଇଲି। ଆଉ ଠିକ୍ ଟାଇମ୍ରେ ବି ପହଞ୍ଚିଗଲୁ କାଜିରଙ୍ଗା ନ୍ୟାସନାଲ୍ ପାର୍କରେ। ଏଲିଫେଣ୍ଟ ସଫାରି ପାଇଁ ଆମ ଗାଇଡ୍ ଠାରୁ ଟିକେଟ୍ ଆଣିକି ସଫାରି ପାଇଁ ଅପେକ୍ଷା କରିବା ସହ ଦେଖୁଥିଲୁ ମିଞ୍ଜି ମିଞ୍ଜି ଆଲୁଅରେ ଆସୁଥିବା ଗୋଟେ ପରେ ଗୋଟେ ହାତୀମାନଙ୍କୁ ଆଉ ପାହାନ୍ତି ଆକାଶର ଅପରୂପ ସୌନ୍ଦର୍ଯ୍ୟକୁ। ସଫାରି ଷ୍ଟାଣ୍ଡରେ ହାତୀମାନେ ସୁନା ପିଲା ପରି ଟୁରିଷ୍ଟମାନଙ୍କୁ ନିଜ ପିଠିରେ ବସେଇ ଚାଲିଥିଲେ। ଆମେ ବି ନ ଡରି ହାତୀ ପିଠିରେ ବସି ପଡ଼ିଲୁ ଆଉ ଚାଲିଲୁ କାଜିରଙ୍ଗା ନ୍ୟାସନାଲ୍ ପାର୍କ ଭିତରକୁ। ହାଲକା କୁହୁଡ଼ିରେ ସୂର୍ଯ୍ୟଙ୍କର ସୁନେଲି କିରଣ ବିଚ୍ଛୁରିତ ହେଉଥିବାର ଦୃଶ୍ୟ ଖୁବ୍ ମନମୋହି ନେଉଥିଲା। ଏହି ସମୟରେ ଜଙ୍ଗଲ ମଝିରେ ହଠାତ୍ ଗଣ୍ଡାଟିଏ ଦିଶିଲା ଆଉ ତାକୁ ଦେଖୁ ଦେଖୁ ହାତୀମାନେ ପୁରା ଘେରିଗଲେ। ସେତେବେଳେ ମାତ୍ର ସକାଳ 6ଟା ହୋଇଥାଏ ଆଉ ଶୀତ ବି ବହୁତ ଲାଗୁଥାଏ, କିନ୍ତୁ ସେଇ 2 ଘଣ୍ଟାର ଅନୁଭୂତି ଥିଲା ବିରଳ ଆଉ ଅବିସ୍ମରଣୀୟ। ସେଠୁ ଫେରିଲା ବେଳେ ସୂର୍ଯ୍ୟୋଦୟ ହେଉଥିଲା। କିଛି ସମୟ ରହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କଲୁ ଆଉ ଆମେ ନେଇଥିବା ବାଇନୋକୁଲାରରେ ଦେଖିଲୁ ଅନେକ ବିରଳ ପକ୍ଷୀ। କାଜିରଙ୍ଗାରେ ସେଇ ଶୀତୁଆ ସକାଳରେ ମୋ ପରିକା ଗୋଟେ ଅଳସୁଆ ମଣିଷକୁ ଚା ବିସ୍କୁଟ୍ ତ ନିହାତି ଜରୁରୀ ଥିଲା। ତାପରେ ହୋଟେଲକୁ ଫେରି ଟିକେ ରେଷ୍ଟ କଲୁ ଆଉ ଲଞ୍ଚ କରିସାରି 2ଟାରେ ବାହାରିଲୁ ପୁଣି କାଜିରଙ୍ଗାର ଜିପ୍ ସଫାରି ପାଇଁ। ମାଟି ରାସ୍ତା ପାଇଁ ଧୂଳି ଉଡ଼ୁଥିବାରୁ ମାସ୍କ ପିନ୍ଧିବା ନିହାତି ଜରୁରୀ ଥିଲା। ସକାଳେ ହାତୀ ଉପରେ ବସି କାଜିରଙ୍ଗାର ବେଶୀ ଭିତରକୁ ଯିବା ସମ୍ଭବ ନଥିଲା, କିନ୍ତୁ ଜିପ୍ ସଫାରିରେ କାଜିରଙ୍ଗା ଭିତରେ ପାଖାପାଖି 30 କିଲୋମିଟର ବୁଲି ହେଲା। ସେହି 2 ଘଣ୍ଟାର ସଫାରିରେ କାଜିରଙ୍ଗା ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଜଙ୍ଗଲି ହାତୀ, ଗଣ୍ଡା ଓ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିଲୁ। ସେଠି ବାଘ ବି ଦେଖାଯାଏ ବୋଲି ଆମ ଗାଇଡ୍ କହୁଥିଲେ, କିନ୍ତୁ ବାଘ ମହାରାଜ ଆମକୁ ଦର୍ଶନ ଦେଲେନି। ତେବେ ସେଇଟା ଆମ ଦୁର୍ଭାଗ୍ୟ କି ସୌଭାଗ୍ୟ ଆପଣମାନେ ହିଁ ଭାବନ୍ତୁ। ଫେରିଲା ବେଳକୁ ସୂର୍ଯ୍ୟାସ୍ତ ହେଉଥାଏ ଆଉ ସେଇ ଜାଗାର ସୌନ୍ଦର୍ଯ୍ୟ ସୁନେଲି କିରଣରେ ବହୁଗୁଣିତ ହେଇଯାଉଥାଏ। ବୋଧହୁଏ ଏପର୍ଯ୍ୟନ୍ତ ଏହା ମୋର ଦେଖିବାରେ ସବୁଠାରୁ ସୁନ୍ଦର ସନସେଟ୍ ଥିଲା। ସେହି ସମୟରେ ଗୋଟେ ବିଶାଳକାୟ ହାତୀ ଫେରୁଥିବାର ଦେଖି ତା ସହ କିଛି ଫଟୋ ଉଠାଇବା ପାଇଁ ବହୁତ ଇଚ୍ଛା ହେଲା। ଆଉ ତାପରେ ଫେରିବା ବାଟରେ କିଛି ସପିଂ ବି କଲୁ ଆଉ ତା ସହିତ କିଛି ଆସାମିସ୍ ଲୋକାଲ ପିଠା ବି ଟ୍ରାଏ କଲୁ। ଏମିତି ବହୁତ ମଜାଦାର ଥିଲା ଆମର ଟ୍ରିପ୍ର ସେକେଣ୍ଡ ଡେ। ପୁଣି ଦେଖା ହବ ଆସନ୍ତାକାଲି ଆଉ ଏକ ନୂଆ ଅନୁଭୂତି ସହିତ।